ଆମର ଦଳ ଜଣେ ମହାନ ପ୍ରତିରୋଧ କରେ ତାଙ୍କ ସହିତ ମୁଁ କାର୍ଯ୍ୟ କରିଥିଲି। ସେ ମନ୍ତ୍ରୀ ଥିଲାବେଳେ ମୁଁ ସେ ଷ୍ଟାଣ୍ଡିଂ କମିଟିରେ ମେମ୍ବର ବହୁ କାର୍ଯ୍ୟ କରିଛି ଲୋକ କଥା ତାଙ୍କ ଭଳି ଗୋଟେ ମହାନ ମନୀଷୀ ମିଳିବେ ନାହିଁ। ରାଜନୀତିରେ କିଏ କେତେ ଆସିବେ ଆଉ ଯିବେ, କିଏ ଧର୍ମେନ୍ଦ୍ର ତୁମେ ଜନ୍ମ ନେଇଥିଲ ଏଇ ପ୍ରତିଭାରୁ ତମ ପିତା ଯାହାଙ୍କ ସହିତ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିଥିଲି। ଆଜି ମୁଁ ଜାଣିଲି ଯେ ହଠାତ୍ ଚାଲିଯିବେ ଆମ ଭିତରେ। ତେଣୁ ଦେବେନ୍ଦ୍ର କହିଲେ ଦେବଜଗତକୁ ସେ ଚାଲିଗଲେ, ଯୋଉଠି ଥାଆନ୍ତୁ ନା କାହିଁକି ତାଙ୍କର ଚଳଣି ତାଙ୍କର ବ୍ୟବହାର ଆଉ ସମାଜ ସେବା ଜରିଆରେ ନିଜକୁ ବିସର୍ଜନ କରିଦେଇଥିଲେ ଲୋକଙ୍କ ପାଇଁ, ଲୋକ ସେବା ପାଇଁ। ତେଣୁ ଗୋଟେ ସମୟ ଆସିବ ଯିବାକୁ ଆମ୍ବି ଚାଲିଯିବା, କିଏ କେତେବେଳେ ଲଗେଇଛ ଲମ୍ବା କେଉଁ କାହା କେତେବେଳେ ପାଳି ପଡ଼ିବ, ଯିବା ବେଳେ ଯେ ତାର କର୍ତ୍ତବ୍ୟ ଯାହା କହେ ତାହା କରିକି ଦେଖେଇ ଦିଏ। ତେଣୁ ସେ ହେଉଛି ମହାନ। ଏଇ ଦୃଷ୍ଟିରୁ ସେଇ ମଣିଷମାନେ এই মহান জগତରେ ଜନ୍ମ ନେଇଥାନ୍ତି ଏବଂ ଜଗନ୍ନାଥଙ୍କୁ ପ୍ରତି ପ୍ରାର୍ଥନା କରୁଛି ତାଙ୍କର ମୁଖ୍ୟ ପାଇଁ ସେହି ଜନ୍ମ ଦେବେ, ସେହି ତାଙ୍କର କୋଳକୁ ନେଇଯିବେ। ତେଣୁ ଆଜି ଏଇ ଦିନରେ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର କରୁଛି ଏବଂ ସେ ପ୍ରତିପାଦନ ପାଇଁ ମୁଖ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।